এটাকে মারি লাঠিন লাগিয়ে পড়ে দে সমস্ত গাড়ি বাজু আচ্ছা আপনার ক্লাস কাট কারণ যাই রে সমস্ত গাড়ি কই যাই রাক্ষস ব্রহ্ম রাক্ষস তম বীজর কসর পৌঁছে পদারে পকে দেবি সমস্ত নাকি নাকি কহি দেবি আর আস দেখিব আস এ পঞ্চান্ন বিভূষণের রূপ দেখিব আস আরে আস সমস্তে কোন ছিল আরে কোন এইছিল আরে কোন হচ্ছে দেব কোন হচ্ছে কোন হচ্ছে আরে ঘনা এ ঘনা ওটা দুষ্কর্ম করছি না সম্মান দৌঁচন্তি শেষে তুমি তো রূপ খসি গল মতে বিশ্বাস করে মতে বিশ্বাস করে আমার কিছু নাই এমনি বলা কেন কেন আচ্ছা শেষে যে মনিষ প্রেম জড়ান জড় দিয়ে গেল এটা পশু পাল্টি গেল এটা নির্লজ্জ তবে মামা বসে এই কথাবার্তা কর ঘনাই ঘনা জয় কি জয়ছে কি মত পেনি জরা নীতি নৈতিকতা ভুলি যাচ্ছে কি জয়ছে সেটা জয় নয় সেটা একটা নষ্ট চরিত্র পাটিরে লগাউছ মত নিশান মো ভে যদি কিছু ভুল করে দেলা ও বেতন উপনিষদ ভুল হয়ে গলা না আমরা লোকে অভাব হয়ে গলা চুপ করো ତମେ ଦିଟା ପୂଜା ତମ ଜୀବନ ରାମାୟଣକୁ ଅଧା ଲେଖା କରିଦେଇଛ ତମ ଦିଟାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବି ଓ ଦେବୀ ମା ଏ ଦିଟାକୁ ଛୁରୀରେ ବସେଇବି ନା ତଣ୍ଟି ଚିପି ସାକ୍ କରିଦେବି ନିରଳ ରଜ ପାଇଁ କି ତୁଳସୀ ଦେବି କୁହ ମୋ ଝିଅ ପୂଜା କଣ କରିବ ମନ୍ଦିରକୁ ଯିବ ନା ବସାనికి ଯିବ ବେଦୀରେ ବସିବ ନା ଜୁଇରେ ବସିବ ଅଥାନି କଳଙ୍କର ଟୀକା ପିନ୍ଧିବ ନା ନାରୀ ସିନ୍ଦୁର ପିନ୍ଧିବ ପୁଅ ତୁଳସୀ ଦେବୀ କଣ କରିବ ମୋ ଝିଅ ପୂଜା କହ ତୁଳସୀ ମୋ ପୁଅ ଚନ୍ଦନ ଏବେ କଣ କରିବ ସବୁ ଘଟଣା ଶୁଣି ସାରିଲା ପରେ ତା ଅବସ୍ଥା କଣ ହବ କହ ତୁଳସୀ କଣ ହବ କହ ତୁଳସୀ କଣ ହବ କଣ ଏମିତି ହେଇଯାଇଛି ଘଣ୍ଟେ ହେଲା ଖଚେରି ବସୁଛି स्वामी ने कावेरी स्वामी ने से लोकरा कावेरी स्वामी ने बोलो हला पुसे के बिना मद पी देला जदी मद निसारे किछि गोटे भूल भटका हे जाईछि कोन ताको सुली रे बसाई दो से भई राक्षस सुली रे बसिबा दरकार
ଦେହରେ ବାଜିନି ମାଷ୍ଟର ଛାଟ ଏ ଧରି ପାଠକୁ ହଳ ବୋଲାଏ ଭଲରେ କହୁଛି ହାତ ରୋଷେଇ ଶୀଘ୍ର ସମାଧାନ କର ମୋର ଇଜ୍ଜତ ଫେରି ଦବ ଭାଙ୍କୁଛ ଓ ମୋ ଦିନରେ ଇଜ୍ଜତ ଫେରି ଦବ ତମେ 5 ଲକ୍ଷ ଦେବି ବାହାଘରେ ଖର୍ଚ୍ଚ କରିବ ଆଉ ଯଦି କରିବ ବାହାଘରେ ଯେତେ ଟଙ୍କା ଖର୍ଚ୍ଚ କରିବ ସବୁ ମୁଁ ଦେବି ଘଟଣା ଯେତେବେଳେ ଘଟି ଯାଇଛି ଆଉ ତ ଫେରି ଆସିବନି ବରଂ ଆମ ପୂଜାର କ୍ଷତି ହବ ବରଂ ଭଲ ହବ ଘଟଣାକୁ ଦୁର୍ଘଟଣା ଭାବେ ଭୁଲିଯାଅ କଣ କହିଲ ବେଦାନ୍ତ ଏତେ ବଡ଼ ଘଟଣାକୁ ମୁଁ ଦୁର୍ଘଟଣା ଭାବି ଭୁଲିଯିବି ଏ ଘଟଣା ଯଦି ତମ ଭଉଣୀ ସହିତ ହେଇଥାନ୍ତା ଏ ଘଟଣା ଯଦି ତମ ମା ସହିତ ହେଇଥାନ୍ତା ଏ ଘଟଣା ଯଦି ତମ ସ୍ତ୍ରୀ ସହିତ ହେଇଥାନ୍ତା ତମେ ଭୁଲି ଯାଇଥାନ୍ତ ବେଦାନ୍ତ ଓ ମୋ କଥା ଜବାବ ଦିଅ ବେଦାନ୍ତ ଚୁପ ରହି କାହିଁକି ଆରେ ଜବାବ ଦଉନୁ କାହିଁକି ଜବାବ ମାଗୁଛ ଓ ଭାଇ ତୋର ଫାଶୀ ହେଇଯିବ ଏପରି ରାକ୍ଷସକୁ ଫାଶୀ ପାଇବା ଦରକାର ମୁଁ ପୂଜା କରି ବର୍ତ୍ତମାନ ପୋଲିସ ଷ୍ଟେସନ ଯିବି ଚାଲ ପୂଜା ଯିବା ହଉ ରାଜ୍ୟ ବାହାଘର 5 ଦିନ ରହିଲା এই গাড়িটা কথা শুনছি কত বাধবকু কুয়া নিমন্ত্রণ সইছি ঘন আরেস্ট নেবে আমার মান সম্মান সব তলে পড়ে যাব যাও তলে তাছাড়া বাঘ বন্ধ হয়ে যাও কথাটা সত বলুছি পারিনি পূজা আমি পুলিশ স্টেশন যাবি এইটা হচ্ছে মোর শেষ নিষ্পত্তি বিরুদ্ধ হইয়া একেস ভাই ঘরক ফাঁসি বন্ধ নরাতি বন্ধ খারাপ বন্ধ হইব তাহলে দুষ্টর ভাই ফাঁসি পাইবা দরকার তাহলে ମୁଁ କହିବି ତୁ ମୋ ମା ନୁହଁ ତୁ ଗୋଟେ ରାକ୍ଷସୀ ତ ପ୍ରେମ ତ ଅନ୍ଧ କରିଦେଇଛି ତ ପ୍ରେମ ପାଇଁ ବାଟ ବାଟେଇ ଦେଇଛି ତ ପ୍ରେମ ତତେ ପାଗଳି ପକାଇছে ମୋ ମା ଭଲ ମୋ ସ୍ୱାମୀଙ୍କର ଯଦି କିଛି ହୁଏ ତାହେଲେ ମୁଁ ଭୁଲି ଯିବି ତମ ମା ବୋଲି ସତ୍ୟ ଧର୍ମ ନ୍ୟାୟ ପାଇଁ ମତେ ଯଦି 100 ପୁଅକୁ ବଳି ଦେବାକୁ ପଡେ ସେଥିପାଇଁ ମୋର ଭିତରେ ଦୁଃଖ ନାହିଁ କି ଅନୁଶୋଚନା ନାହିଁ ପୂଜା ନ୍ୟାୟ ପାଇବ এইটা ହଉଛି ମୋର ଦୃଢ ସଂକଳ୍ପ ଆଉ এই কথাই বলার খবর আছে দেখি ওর গোটিয়ে করি ভাই আগকু নাই কি পছকু নাই এ হচ্ছে মোর গুণ প্রদীপ ও বংশ করি করে ও গাঁ বংশ রক্ষাই দেখেনি কি না দেই পেটে পানি পাই বলে ଯାଇପାରିବନି ତାକୁ ଆରେଷ୍ଟ କରିବି ଚାଲ ପୂଜା ଯିବା ଆମେ গোটা মহাভারত যুদ্ধକୁ নিমন্ত্রণ কর না বরং গোটা সমাধান করে দে সমস্তଙ୍କର মঙ্গল হব কি মঙ্গল হব ପୂଜା କିଏ ଜାଣିପାରିବ ତା ଇଜ୍ଜତ କିଏ ଫେରେଇଦେବ ମାମା କୋର୍ଟ କଚେରୀ ଗଲେ ପୂଜାର ଇଜ୍ଜତ କଣ ଫେରି ଆସିବ ବରଂ କଥାଟା ପ୍ରଚାର ଦେଇଗଲେ ଚନ୍ଦନ ପୂଜାକୁ ବାଧା ହବନି ଗୋଟେ ସମାଧାନ କରିଦେ ମାମା ঠিক করছি এই তুলসী কিছু গোটে সমাধান করতে তুলসী সমাধান করে দে বাবা সমাধান করে দে এ তুলসী সমাধান করতে তুলসী সমাধান করে দে কহদেব তুই কেসের প্রথম সাক্ষী কোন চাহুଛୁ কোন কোন চাহুଛୁ তু আরে কহ ହଁ ଦେବି ମା ସମାଧାନ ହେଇଯାଉ ঠিক আছে ঘনাକୁ ফাঁসি ହେଇଗଲେ ପୂଜାର ଇଜ୍ଜତ କେବେ ଫେରି ଆସିବ କି ଚନ୍ଦନରେ ପିଣ୍ଡ ବିବାହ କରିବା ପାଇଁ କେବେ ବି ରାଜି ହବନି ଘନା ফাঁসি ପାଇଗଲେ ପୂଜା ଓ ପ୍ରାଚୀର ଜୀବନ ଏକ ଭିନ୍ନ ମୋଡ଼ ଏ କେସର ସମାଧାନ ପାଇଁ କେବଳ ଗୋଟେ ରାସ୍ତା ହଉଛି ଘନା ପୂଜାର ଇଜ୍ଜତ ନେଇଛି ମାନେ ସେ ଘନା ହିଁ ବିବାହ କରିବ ଯୋଉ ତିଥି ଲଗ୍ନରେ ଘନା ସହିତ ପ୍ରାଚୀର ବାହାଘର ହେଇଥାନ୍ତା ସେଇ ତିଥି ଲଗ୍ନରେ ପୂଜା ସହିତ ଘନାର ବାହାଘର ହବ तू ये समाधान ले राजी अरे कौन मां तू ये समाधान ले राजी ये बात हम करी देबी मुझको हमसे जे मार देबी पछे एबे मते राक्षस हाथ टेकी देबी ये बात हम को के पाइबो नहीं ये बाहाघर हबो
দিনারে করে চিঙ্গুড়িরে পাও রাতিরে করে ঘোড়া নাট প্রেম সে রাতিরে ঘনশ্যাম রাতি দলে করে দক্ষিণী নাট হব দক্ষিণী নাট হব ଶୁଣ ତୁଳସୀ ଦେବୀ ନିଜ ଝିଅ ପ୍ରାଚୀକୁ ଗୋଟେ ରାକ୍ଷସ କବଳରୁ ବଞ୍ଚିବାକୁ ଯାଇ ମୋ ଝିଅକୁ ଜମି ମୋର ରଙ୍ଗକୁ ଠେଲିଦେଲ ମୋ ଝିଅ ଆଖିରେ ଯୋଉ ଲୁହ ଝରିବ ଏ ଲୁହ କେବେ ତମ କ୍ଷମା କରିବ କେବେ କ୍ଷମା କରିବ ଚକ୍ରାନ୍ତ କରି ଘନକୁ ମୋ ଠାରୁ ଦୂରେଇ ଦେବା ପାଇଁ ତୁ ଯୋଉ ସମାଧାନ କଲୁ ସେ ସମାଧାନର ସମସ୍ୟାଟା ଏତେ ଭୟଙ୍କର ହବ ଯେ ସେ ଭୟଙ୍କର ଦୁଃଶକୁ କେବେ ବି ଦେଖି ପାରିବୁନି ମୁଁ ତତେ କେବେ ବି କ୍ଷମା ଦେବିନି କେବେ ନୁହଁ ଶୁଣ ତୋ ଭଉଣୀ କାନ୍ଦିଲେ ମୁଁ କାହାକୁ କ୍ଷମା ଦେବିନି କାନ୍ଧାଇ ହେଇ ତୁ ଯୋଉ ଆଶୀର୍ବାଦ ଦେଲୁ ସେ ଆଶୀର୍ବାଦ ତୋ ପାଇଁ ଅଭିଶାପ ପାଲଟିଯିବ ଅଭିଶାପ ତୁ ଆଗେ ଚୁରି ଠିଆ ତୋ ପ୍ରଭୁ ଯେ ଅନ୍ୟାୟ ମୁଁ କରିଛି ସେ ଅନ୍ୟାୟର ପ୍ରତିଶୋଧ ପାଇଁ ତୁ ମୋତେ ଅଭିଶାପ ଦବୁନି କି ଅଭିଶାପ ଦେବି ମୁଁ ପୁରା ମୁକ କଳ୍ପବଟ ଦେଖୁଛି ଶୁଣୁଛି ଚୁପ୍ ରହୁଛି କାହାରିକି କିଛି କହିପାରୁନି ଜଗତ ଜନନୀ ମା ତୁ ଯୋଉ ସମାଧାନ କରିଛୁ ଠିକ ସମାଧାନ କରିଛୁ ଠିକ ସମାଧାନ এই দেব ଦେଖିଲୁ ସମସ୍ତେ ମୋତେ କେମିତି ଅଭିଶାପ ଦେଇ ଚାଲିଗଲେ ହେଲେ ମୁଁ ନିରୁହ ଅସାର ଭାବେ କାହାକୁ କିଛି କହିପାରିଲି ତୁ ତ ମୋତେ କହରେ ଦେବ ତୁ ତ ମୋତେ କିଛି କହ ଏ ଦେବୀ ମା ଧରିତ୍ରୀ କେବେ ପଚାରି ବୁଝେ ନା ପର୍ବତର ଓଜନ ସୂର୍ଯ୍ୟ କେବେ ପଚାରି ବୁଝେ ନା ଗଙ୍ଗା ଓ ନର୍ଦ୍ଦମା ଭିତରେ ଫରକ ଗଙ୍ଗା କେବେ ପଚାରି ବୁଝେ ନା ଜାତି ଧର୍ମ ବର୍ଣ୍ଣର ସଂଖ୍ୟା ମା ଧରିତ୍ରୀ ଯେମିତି ପର୍ବତର ଓଜନକୁ ଛାତିରେ ବହନ କରି ଜଣେ ସହନଶୀଳତା ମାନ ପରିଚୟ ଦେଇଛି ସୂର୍ଯ୍ୟ ଯେମିତି ସମସ୍ତଙ୍କ ଉପରେ କିରଣ ପଡ଼ି ଦେଇ ମହାନତର ପରିଚୟ ଦେଇଛି ଗଙ୍ଗା ଯେମିତି ଜାତି ଧର୍ମକୁ ଭୁଲି ଯାଇଛି ଠିକ ସେମିତି ମୋ ଦେବୀ ମା ସମ୍ପର୍କର ସମୀକ୍ଷା ନ କରି ଠିକ ନ୍ୟାୟ କରିଛନ୍ତି ଏ ଦେବ ବଞ୍ଚିଥିବା ଯାଏ ତମେ କେବେ ବି ହାରିଯିବନି ଦେବୀ ମା କେବେ ବି ହାରିଯିବନି ମୋତେ ଲାଗୁଛି ବହୁତ ବଡ଼ ଗୋଟେ ଝଡ଼ ଆସିବ ସେ ଝଡ଼ ଆସିବା ପୂର୍ବରୁ ତୁ ଏଠି ଶୀଘ୍ର ଚାଲିଦେବା ତୁ ଏଠି ଶୀଘ୍ର ଚାଲିଯା ମୁଁ ପୁରା ପ୍ରତିଜ୍ଞା କରିସାରିଛି କୁଆଡ଼େ ଯିବି ଏ ହସ୍ତିନାପୁର ସୁରକ୍ଷା ପାଇଁ ମତେ ଯଦି ସରସଜ୍ଜାର କଷ୍ଟ ଭୋଗିବାକୁ ପଡେ ତାହେଲେ ମୁଁ ହସି ହସି ସହୁଛି ତତେ ଯିବାକୁ ହବନି ଦେବ ତତେ ଯିବାକୁ ହବ ତାହେଲେ ତୁ ହାରିଯିବୁ ରେ ଦେବ ତୁ ହାରିଯିବୁ ସକଳ ତୀର୍ଥ ତଚରଣେ ଭଦ୍ରିକା ଜିଧିକି କାରଣେ ତୁ ପରମ ସକଳ ତୀର୍ଥର ଚାରି ଧାମ এই মন করা কাশী বৃন্দাবন
ରାଣୀ କନ୍ୟା